ସ୍ଥାନୀୟ ବଡ ଆଖଡା ମଠରେ ପାଳିତ ହୋଇଯାଇଛି ଭଗବତ ରାମାନନ୍ଦାଚାର୍ଯ୍ୟଙ୍କର ଜୟନ୍ତୀ ଉତ୍ସବ। ରାମାନନ୍ଦୀ ସମ୍ପ୍ରଦାୟର ଦିଗମ୍ବର ଆଖଡା ଅନ୍ତର୍ଭୁକ୍ତ 6ଟି ବୈଠକ ମଧ୍ୟରୁ ଅନ୍ୟତମ ବୈଠକ ବଡ ଆଖଡା ମଠରେ ଶ୍ରୀ ରାମାନନ୍ଦାଚାର୍ଯ୍ୟଙ୍କର ପାଦପଦ୍ମ ବହୁ କାଳରୁ ପ୍ରତିଷ୍ଠିତ। ଜୟନ୍ତୀ ଉପଲକ୍ଷେ ଶ୍ରୀ ରାମାନନ୍ଦାଚାର୍ଯ୍ୟଙ୍କ ପାଦପଦ୍ମର ମାର୍ଜନା, ଆଳତି, ପୂଜନ ଓ ଧ୍ୟାନ ଆଦି କରାଯାଇଥିଲା। ମଠାଧୀଶମାନେ ଜଗଦ୍ଗୁରୁ ଆଦ୍ୟ ରାମାନନ୍ଦାଚାର୍ଯ୍ୟଙ୍କର ସ୍ମୃତିଚାରଣ କରିଥିଲେ। ଶ୍ରୀ ରାମାନନ୍ଦାଚାର୍ଯ୍ୟଙ୍କର ଶ୍ରୀକ୍ଷେତ୍ର ଆଗମନ ଓ ଜଗନ୍ନାଥଙ୍କ ସହ ତାତ୍ତ୍ୱିକ ସାହଚର୍ଯ୍ୟ ବିଷୟରେ ଆଲୋଚନା ହୋଇଥିଲା। ଜୟନ୍ତୀ ସଭାରେ ବାରଭାଇ ତାଣ୍ଡିଆର ସଭାପତି ମହାମଣ୍ଡଳେଶ୍ୱର ତଥା ପାପୁଡିଆ ମଠର ଶ୍ରୀ ମହନ୍ତ ରାମକୃଷ୍ଣ ଦାସ ଜୀ, ବଡ ଆଖଡା ମଠର ମଠାଧୀଶ ହରିନାରାୟଣ ଦାସ ଜୀ, ବଳରାମକୋଟ ମଠର ମହନ୍ତ ରଘୁବୀର ଦାସ ଜୀ ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ରୂପେ ଯୋଗଦାନ କରିଥିଲେ ନେବଳଦାସ ମଠର ମହନ୍ତ ଡକ୍ଟର ରାମଚରଣ ଦାସ ଜୀ ମହାରାଜ। ଉତ୍ତର ପାର୍ଶ୍ୱ ମଠର ମହନ୍ତ ନାରାୟଣ ରାମାନୁଜ ଦାସ ଜୀ ବିଶିଷ୍ଟ ଅତିଥି, କଟକୀ ମଠର ମଠାଧୀଶ ଡକ୍ଟର ବିଜୟ ରାମାନୁଜ ଦାସ ଜୀ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ। ରାଧାବଲ୍ଲଭ ମଠର ମଠାଧୀଶ ରାମକୃଷ୍ଣ ଦାସ ଜୀ, ବରଗଣ୍ଡି ଛତା ମଠର ମଠାଧୀଶ ପ୍ରେମାନନ୍ଦ ଦାସ ଜୀ, ରାମରତ୍ନ ରଘୁନାଥ ଆଶ୍ରମର ଉମାଶଙ୍କର ଦାସ ଜୀ, ମଣିରାମ ମଠର ଶ୍ରୀ ସନ୍ଥ ଅଭିରାମ ଦାସ ଜୀ, ସୁନ୍ଦର ଦାସ ମଠର ମଠାଧୀଶ ପରଶୁରାମ ଦାସ ଜୀ, ବଡଶଙ୍ଖ ମଠର ମଠାଧୀଶ ଦିବ୍ୟାନନ୍ଦ ଦାସ ଜୀ ମହାରାଜ ଓ ମହନ୍ତ କୃପାରାମ ତ୍ୟାଗଜୀ ପ୍ରମୁଖ ଜୟନ୍ତୀ ସମାରୋହରେ ଉପସ୍ଥିତ ଥିଲେ।